ଗତକାଲି ଅଳ୍ପ ସମୟ ଫୋନ୍ କରିବୁ ପହଞ୍ଚିକି ମେଘୁଆରେ ରହିଯିବୁ। ଆସିଲା ତା ବାପାଙ୍କୁ ଦେଖିବାକୁ। ଆପଣମାନଙ୍କୁ ତ ସମସ୍ତଙ୍କୁ ମୁଁ କହିଛି ଇଏ ଦାନ୍ତ ଉପାଡ଼ିଛନ୍ତି ଆଉ ଏକାବେଳେ 4ଟା ଦାନ୍ତ ଚଳିବା କଥା। ବାପାଙ୍କ ସାଙ୍ଗେ ଦେଖା ସାକ୍ଷାତ ପରେ ସେ ନଣନ୍ଦ ଭାଉଜ କେତେ ନବରଙ୍ଗ କରିଗଲେ ଦେଖନ୍ତୁ। ସିଏ ତ ଆଇଲା 9ଟା ବେଳେ, ମୁଁ ଚକଟକି ଖାଉଥିଲି, ବାବାଇକି ଖୁଆଉଥିଲି, ସେ ଠିକ୍ ଆଇଲା। ଲାଷ୍ଟ ଗୁଣ୍ଡାଟା ବି ମୁଁ ତାକୁ ଖୁଆଇଦେଲି। ଆଉ କ'ଣ ସେଇଟା ଭିଡ଼ିଓ କରିବି, କିନ୍ତୁ ମୋ ମନ ବହୁତ ଖୁସି ହେଲା। ଯାହା ହଉ ମୁଁ ଚକଟିଲା ବେଳେ ଭାବିଥିଲି ଏତେ ଗୁଡ଼େ ଚକଟୁଛି, ହଉ ସମସ୍ତଙ୍କୁ ଗୁଣ୍ଡେ ଗୁଣ୍ଡେ ଖୁଆଇଦେବି। ହେଲେ ଗୁଲୁରି ଆସିକି ମୋଠୁ ଗୁଣ୍ଡାଏ ଖାଇବ ବୋଲି ମୁଁ ଜାଣିନଥିଲି। ମୋଠୁ ଗୁଣ୍ଡାଏ ଖାଇଲା, ତା ବାପା ସାଙ୍ଗେ କଥା ହେଲା, କୁଆଡ଼େ ଗଲା। ଆରେ ଦେଖିଲା ବେଳକୁ 3 ଯାକ ଝପଡ଼ିଛନ୍ତି ବାରିଆଡ଼କୁ। ବାରିଆଡ଼େ ଯାଇ କାନ୍ଧିଆ ଗଛରୁ କାନ୍ଧିଆ, ଲଙ୍କା ଗଛରୁ ଲଙ୍କା ଆଣିକି ଆଇଲେ। ମୁଁ ସେ କାନ୍ଧିଆ ଗଛକୁ ଦେଖିଲା ବେଳକୁ ମୋ ପାଟିରୁ ଝୋଳ ଗଳି ପଡ଼ୁଛି। ମୁଁ ତ ଏବେ ବେଶୀ ଖଟା ଖାଇପାରୁନି, କାହିଁକିନା ମୋ ଦିହରେ ଯାଉନି, ଅଣ୍ଟା ଫଣ୍ଟା ଦରଜ ହେଉଛି। କିନ୍ତୁ ଯିଏ ଖଟା ଖାଉଛି ଦେଖିଲେ ତ ମୋ ପ୍ରାଣ ଗଲା। ଆଉ ଲଙ୍କା ବି ମୁଁ ଖାଏନି। ସିଏ ଯାଇ ଲଙ୍କା କାନ୍ଧିଆ ସବୁ ଆଣିଲେ। ଆଣିକି ତ ପାଗ ତମର କଲ ଦେଖୁନ କି ଷ୍ଟାଇଲ ମାରିକି ଭିଡ଼ିଓ କରିଥିଲେ, ନହେଲେ ମୁଁ କୁଆଡ଼େ ଭିଡ଼ିଓ ଆଉ ପାଇଥାନ୍ତି। ଆଜି ମୁଁ କହିଲା ବେଳକୁ କହିଲେ ବୋଉ ତମେ ଦେଖିନ କି ଆମେ କାଲି କେମିତି ପାଗ କରି ପଖାଳ ଖାଇଲୁ। ମୁଁ କହିଲି ହଲ ତମେ ସବୁ ପାଗ କରି ପଖାଳ ଖାଇଛ, ଆଉ ମୋତେ କାହିଁ ଡାକିଲନି? ନା ଆମେ ଜାଣିଛୁ ତମେ ପଖାଳ ଖାଇବନି କି କାନ୍ଧିଆ ଖାଇବନି। ନଣନ୍ଦ ଭାଉଜ ଏକାଠି ହେଲେ ବଡ଼ ମଜା ଆଉ କ'ଣ କି। ସାଙ୍ଗସାଥି ହେଇ ଖଟା ମଟା ଚକଟିବେ, ନହେଲେ ଶୁଖୁଆ ଫୁକୁଆ ପୋଡ଼ିବେ, ଏଇଆ ତ ଆଉ କ'ଣ। ଆଉ ଚୁଗୁଲି ଚପଟ ଟିକେ କରିବେ। ଆଉ ସେମାନେ ଠିକ୍ ଚକଟିକି ଖାଇଲା ବେଳକୁ ମୁଁ ଦେଖି ଦେଇକିରି ମୋ ପାଟିରୁ ମୁଁ ଖାଏନି ସିନା, ମୋ ପାଟିରୁ ଖାଲି ଝୋଳ ବହି ପଡ଼େ। ମୁଁ ଗ୍ୟାରେଣ୍ଟି ଦେଇ କହିବି, ଆପଣମାନେ ବି ଭିଡ଼ିଓ ଦେଖିଲା ବେଳକୁ ନିଶ୍ଚୟ ଆପଣଙ୍କ ପାଟିରୁ ନାଳ ବାହାରୁଥିବ। ଏ ଭେଣ୍ଡି 4-6ଟା ବି ସେ ବାଡ଼ିରୁ ନେଇ ଆସିଛନ୍ତି। ସବୁ ଏକାଠି କରି ପାଲା ଚଲେଇଛନ୍ତି। ଆଉ ସତ କଥା ମୋତେ କହିଲେ, ଏ ଖାଇବା ଦେଖିକି କାହା କାହା ପାଟିରୁ ନାଳ ବହୁଛି। ଯାହା ତ କଲେ ସେ ତାଙ୍କର ସାଙ୍ଗ ସୁଙ୍ଗା ହେଇ ପଖାଳ ଖାଇଲେ। ମୁଁ ଭିତରେ ବହୁତ ଖୁସି ହେଲି। ଯାହା ହଉ ପିଲାମାନେ ଏକାଠି ହେଇକି ଏମିତି ଖୁସି ହୁଅନ୍ତୁ, ଆନ୍ତରିକତାର ସହିତ ଚଳନ୍ତୁ। ତାଠୁ ବଡ଼ ଖୁସି ଆଉ ଆମ ପାଇଁ କ'ଣ ଥାଇପାରେ। ଝିଅ ଏତେ କମ୍ ସମୟ ପାଇଁ ଆସିଲା, ତା ସାଙ୍ଗେ ବିଶେଷ କିଛି ଗପସପ ହେଇକି ପାରିଲିନି। ଏ ଭିତରେ କେତେ ଘଟଣା ଘଟିଗଲାଣି, କେତେ କଥା ହେଇଗଲାଣି। ସିଏ ତ ତା ଘର ଜଞ୍ଜାଳରେ ସବୁବେଳେ ବ୍ୟସ୍ତ। ସ୍କୁଲ ଖୋଲିଗଲା ପରେ ଆଉ ବେଶୀ ବି ଯିବା ଆସିବା ନାହିଁ। ଆଉ ସେଦିନ ତ ମୁଁ ତାଙ୍କ ଦାନ୍ତ ଉପାଡ଼ିକି ଆଉ ତାଙ୍କ ଘର ପଟେ ଆସିଲିନି, କାହିଁକିନା ମୁଁ କେବେ ବି ଭାବିନଥିଲି ଆଙ୍କର ଷ୍ଟିଚ୍ ପଡ଼ିବ ଆଉ ଏତେ କଷ୍ଟ ହେବ ଦାନ୍ତ ଉପଡ଼ାଟା। ଯାହା ବି ହଉ ଦାନ୍ତ ତ ଉପଡ଼ା ହେଇଯାଇଛି। ଗୋଟାଏ ବେଳ ଖିଆ ବେଳ ବି ହେଇଗଲା। ମୋର ମନେ ପଡ଼ିଗଲା, ଆରେ ହେ ଏମାନେ ସବୁ ଆଜି କାନ୍ଧିଆ ଚକଟି ଖାଇଥିଲେ। ମୁଁ ଅଧା ଭାତ ଖାଉଥିଲି, ସାଙ୍ଗେ ସାଙ୍ଗେ ପୁଣି ଦହି କାନ୍ଧିଆ ମାଗିକି ଟିକେ ନାକୁ ଚକଟିଲେ। ସବୁଠୁ ମଜା କଥା କ'ଣ ହେଲା ଦେଖନ୍ତୁ, କୁନି ଆମ ପାଖରେ ବସିଥିଲା, ଦେଖିଲା କ'ଣ ଏମାନେ ସବୁ ଏମିତି ଚକଟା ଚକଟି କରି ଖାଉଛନ୍ତି। ମୁଁ ତାକୁ କହିଲି, ମୁଁ କହିଲି ମା ଏଗୁଡ଼ା ତୁ ଖାଇବୁନି। ତାପରେ ଯେମିତି ମାଗିଲା ମୁଁ କହିଲି ଆଙ୍କର ଟିକେ ଚଟେଇ ଦେବି। ଚଟେଇ ତ ଦେଇଛି ଆଉ ସେ ତ ପୁରା କାବା ହେଇକିରି ବସି ପଇଲା ଆଉ ଚିଡ଼ିଗଲା ମନେ ଆଉ ପୁରା କାବା ହେଇଗଲା। ଏମିତି ଖଟା ଜିନିଷ ବି ଥାଏ ସେ ଜାଣିନଥିଲା। ଖାଇବା ପିଇ ସାରିକି ମୋ ଝିଅ ମାତ୍ର 15-20 ମିନିଟ୍ ମୋ ପାଖେ ଟିକେ ଗଡ଼ିଲା। ଆମେ କେତେ କଥାବାର୍ତ୍ତା ହେଲୁ। ବାବାଇ ଘରିକା ଏବେ ଯାଇଥିଲେ ନନ୍ଦନକାନନ। କୁନି ଆଉ ନିଣ୍ଟୁ ନନ୍ଦନକାନନ। ଆଉ ଏମାନେ ତ ଆଗରୁ ଦେଖିଛନ୍ତି। ତାପରେ ଶନିବାର ଦିନ ତ ଏଇ ବଡ଼ ଦିଙ୍କର କ୍ଲାସ୍ ଥାଏ ନା, ସେଥିପାଇଁ ଆଉ କେହି ଯାଇନଥିଲେ। ସେମାନେ 4 ଜଣ ଯାଇଥିଲେ। ଆଉ ଆମକୁ ଡାକିଲେ ନନ୍ଦନକାନନ, ମୁଁ ଯିବିନି। ପୁରୀ ଡାକିଲେ ଯିବି। ନନ୍ଦନକାନନ କେତେ ଥର ଦେଖିଲିଣି, ବୁଢ଼ୀ ହେଲିଣି, ଆଉ କ'ଣ ସେ ବାଘ ଭାଲୁ ଦେଖିଯିବାର ଆଗ୍ରହ ଅଛି। ତା ପରଦିନ ଏମାନେ ଆସିଲା ପରେ ପୁଣି ଆମେ ଆଙ୍କୁ ନେଇକରି ଗଲୁ କଟକ। ଆଉ ସବୁଠୁ ବଡ଼ କଥା କହିବି, ଆଜି କାହିଁ ମୁଁ ଏମିତି ଆଗରୁ ଭିଡ଼ିଓ ସବୁ କରିଛି। 2600 ଫଟୋ ଭିଡ଼ିଓକୁ ମୁଁ ପାଣ୍ଡିତ୍ୟ ଦେଖିକି କ'ଣ ଡିଲିଟ୍ କଲି। ମାନେ ବହୁତ ବେଶୀ ଲୋଡ଼ ହେଇଯାଉଥିଲା ବୋଲି ଅଦରକାରୀ ଭିଡ଼ିଓ ଡିଲିଟ୍ କରିବାକୁ ଯାଇକିରି ଯାହା ଯୁଆଡ଼ୁ ଥିଲା ମୁଁ କହିଲି ନା, ଯାହା ଅଛି ମୁଁ ତାକୁ ସବୁ ଯୋଡ଼ି ଜାଡ଼ି ଦେଇକିରି ଭିଡ଼ିଓ କରିଦେବି। ଏଇଟା ସେଇ ସେମାନଙ୍କୁ ଛାଡ଼ିବା ବେଳର କଥା। ଦୀପ୍ତିର ମୋର ତ ଘରେ ଥିଲୁ, ତାଙ୍କୁ ଛାଡ଼ୁଥିଲୁ। 3-4 ଦିନର କଥା। ଯାହା ଛୋଟିଆ ମୋଟିଆ ଭିଡ଼ିଓ ଥିଲା ସବୁ ଯୋଡ଼ି ଜାଡ଼ିକି ଆପଣମାନଙ୍କୁ କହିଦେଉଛି। ଆଉ ଏବେ ଭାବିଛି ଆଉ ଭିଡ଼ିଓ ରଖିବିନି କି ଏମିତି ନାମ ନେବିନି। ହେଲେ ଏଇ ଯେଉଁ ଦୂର ଜାଗାକୁ ବୁଲି ଯାଉଛୁ, ଯେଉଁ ଶୁଆକାଠି ବୁଲି ଯାଇଥିଲୁ, ମଝିରେ ମୁଁ ଉଗ୍ରତାରା ଯାଇଥିଲି, ମାମୁଁ ଘରକୁ ଯାଇଥିଲି, ସେ ଭିଡ଼ିଓ ସବୁ ଆଉ କିଛି ନାହିଁ, କେବଳ ଫଟୋ। ଆଉ ଯେଉଁଗୁଡ଼ା 20 ସେକେଣ୍ଡରୁ କମ୍ ଭିଡ଼ିଓ ଅଛି
କଣ ଭୁଲ ଜାଣି ଛାଡ ତୁ ତ ଆମ ଘରକୁ ଜମା ଆସିନୁ ମୁଁ ତତେ ଯୋଉଠି ଡାକିଲେ ଯାଇ ଆମେ ଯୋଉଦିନ ଗଲୁ ଦାନ୍ତ ଓପାଡ଼ିବାକୁ ଯେ ଆପଣ କଣ କାଲି ଯିବେ କି? ବାହାରେ ରହୁଥିଲା ଆପଣମାନେ ସେ କାଲି ଯିବେ କି ଆପଣ? ଏବେ ମିଷ୍ଟର ମକରଙ୍କର ରିଟାୟାରମେଣ୍ଟ ପରେ ସେମାନେ ଆସି କଟକରେ ରହୁଛନ୍ତି। ମୁଁ ତାଙ୍କ ଘରକୁ ଥରଟେ ବି ଯାଇନଥିଲି। ତେଣୁ ମୁଁ ଠିକ କରିଥିଲି ଯେ ଏଇ ଡାକ୍ତରଖାନା ଯିବା ବାଟରେ ହଉ ପଛେ ତା ଘରେ ଟିକେ ପଶିବି। ସବୁଆଡେ ଗହିର ଏମିତି ଘର ହେଇଯାଉଛି। ହଠାତ୍ ମତେ ଆମେ ଫୋନ ଦି କଲା। ମକର ଠିଆ ହେଇକି ସେଇ କଥାବାର୍ତ୍ତା ହେଲୁ। ତା ଘରେ ଟିକେ ଚା ପି ଦେଇ ଆମେ ବାହାରି ଆସିଲା ବେଳକୁ ବାଟରେ ପାହାଳ ପଡ଼ିଲା। ଇଏ କହିଲେ ଫେରିଲା ବେଳକୁ ମୁଁ ଦାନ୍ତ ଓପାଡ଼ିଥିବି, ମୁଁ ଆଉ ଖାଇପାରିବିନି, ମୋତେ ରହିବାକୁ ଭଲ ଲାଗିବନି, ମୁଁ ମିଠା ଟିକେ ଖାଇବି। ହଉରେ ବାବା, ସେ ତ ଗୋଟିଏ ମିଠା ଦାନ୍ତଟା ଦେଇଦବ। ଓପଡ଼ା ହବ ଯେ 100 ଥର ଖାଲି ସେ ଦାନ୍ତରେ ହାତ ମାରୁଛନ୍ତି। ପାନ ଖାଉନାହାନ୍ତି ବା, ବେଶୀ ଟୁକୁଟୁକୁ ହଉଛନ୍ତି। ସେଠୁ ସିଏ ଏମିତି ବସିକି ମିଠା ନ ଖାଇବା ଲୋକ ମିଠା ଖାଉଛନ୍ତି। ମୁଁ ଆଉ କ'ଣ ସମ୍ଭାଳି ପାରିବି? ପେଟରେ ଜାଗା ନଥାଉ ପଛେ ଯୋଡ଼ିଏ ମିଠା ସେଠି ଖାଇଲି। ଘରକୁ ଆଣିବା ପାଇଁ ମିଠା ପ୍ୟାକ୍ କଲୁ। ଆମେ ଯାଇ ପହଞ୍ଚିଗଲୁ ଡାକ୍ତରଖାନାରେ। କିଛି ତ ଭିଡ଼ିଓ ଆଉ ନାହିଁ। ଆଉ ଡାକ୍ତରଖାନାରେ ମୁଁ କେତେ ଭିଡ଼ିଓ କରିଥିଲି। ଯାହା ବି ହଉ, ସେଇ ସାବିତ୍ରୀକୁ ତ ଯାଇଥିଲି, ସେଇଠିକି ତ ଯାଉଛି। ଇଏ ଶୋଇପଡ଼ିଥିଲେ ପରଦିନ ଟିକେ ଡେରି ଯାଏ, ସେଥିପାଇଁ ମୁଁ ଗାଈ ପାଖକୁ ଗଲି ସକାଳୁ। କାହିଁକିନା ଗାଈମାନେ ଭାବିବେ ତାଙ୍କ ମାଲିକ ଗଲେ କୁଆଡ଼େ। ଯାଇକି ସେମାନଙ୍କୁ କହିଦେଇକି ଆସିଲି ଯେ ମହାଶୟ ଆମର ଦାନ୍ତ ଓପାଡ଼ିଛନ୍ତି, ତେଣୁ ଆସିପାରୁନାହାନ୍ତି। ତାପରେ ଏକାଦଶୀ ଦିନ ମୁଁ ବାହାରି ଯାଇଥିଲି ସାର୍ଙ୍କ ପାଖକୁ। ସାର୍ଙ୍କ ପାଖକୁ ଗଲାବେଳକୁ ଇଏ ମୋର ନାତୁଣୀ ହେବେ, ତାଙ୍କ ସାଙ୍ଗେ ଦେଖା ହେଲା। ଇଏ ମୋର ଝିଆରୀ, ମାନେ ଗାଁ ହିସାବରେ। ଆଉ ସବୁଠୁ ବଡ଼ କଥା ହେଲା, ଇଏ ହେଉଛନ୍ତି ନାରଗଦା ଝିଅ, ବାହା ହେଇଛନ୍ତି ଲିପି ଘର ଗାଁରେ। ସେଥିପାଇଁ ସେ ମୋତେ ଦେଖିଲେ ତ କହିଲେ ସାନ ବୋହୂକୁ ଟିକେ କହିଦେବେ ମୁଁ ଆସିଥିଲି, ତାଙ୍କ ଗାଁ ଖବର ଏସବୁ। ହେଲେ ଦୁଃଖ ଲାଗିଲା ଏଇଥିପାଇଁ, ଆମେ ଯେଉଁ ଗଲୁ ସାର୍ଙ୍କ ପାଖକୁ ଏକାଦଶୀ ଦିନ, ଶାଶୁ ବୋହୂ ମିଶିକି ବହୁତ ହାର ଗୁନ୍ଥିଥିଲୁ। ମୁଁ ଏଇଟା ସେଠିକାର ମାଆଙ୍କ ପାଇଁ ଗୁନ୍ଥିଥିଲି। ଆଉ ଘର ଠାକୁରଙ୍କ ପାଇଁ ବି ଗୁନ୍ଥା ହେଇଥିଲା। ଆଉ ବହୁତ ତୁଳସୀ ମାଳ ବି ଗୁନ୍ଥା ହେଇଥିଲା। ଶିବ ଇଏ ସବୁ ତୁଳସୀ ତୋଳିଥିଲେ। ଏଇଟା ଦେଖନ୍ତୁ ଘର ଠାକୁରଙ୍କ ପାଇଁ ଗୁନ୍ଥା ହେଇଥିଲା। ଲିପି, ମୁଁ, ଦୀପ୍ତି ଆମେ ସବୁ ମିଶିକି ହାର ସବୁ କରିଥିଲୁ। କିନ୍ତୁ ଦୁଃଖର କଥା, ସେ ଭିଡ଼ିଓ ସବୁ ବି ଉଡ଼ି ଯାଇଥିଲା। ଏ ମଝିରେ ମୁଁ ପୁଣି ଯାଇଥିଲି ଆନନ୍ଦବନ ବୁଲିବାକୁ। ସେ ଭିଡ଼ିଓ ବି ରଖିଥିଲି ଆପଣମାନଙ୍କୁ ଏକାବେଳେ ଭଲରେ କରିକି ଦେବି। ମୁଁ ସେୟା ଭାବିଲି, ଯେଉଁ କହନ୍ତିନି ଅତି ଭଲରୁ ଭେଲ ହେଇଯାଉଛି। ମୁଁ ମୂଳରୁ ହିଁ ଭିଡ଼ିଓ ଦେଇନି। ସବୁ ଭିଡ଼ିଓ ଏମିତି ଡିଲିଟ୍ ହେଲା। ଆଉ କେତେ ଗୁଡ଼ିଏ ଭିଡ଼ିଓ ତ ମୁଁ ଆଉ ପାଇପାରିବିନି। ଯେଉଁଟା ୟାଙ୍କ ମାମୁଁ ଘର ଆଉ ଆମ କେନ୍ଦୁଝର ଭିଡ଼ିଓ ସବୁ, ଏଗୁଡ଼ା ମୁଁ ପାଇପାରିବିନି। ସେଥିପାଇଁ ଆଜି ବିକଳ ହୋଇକି ଯାହା ଭିଡ଼ିଓ ଅଛି ସବୁ ମୁଁ ଆପଣମାନଙ୍କୁ ଦେଖାଇ ଦେଉଛି। ସବୁଠୁ ମଜା ଲାଗିବ ନିଶ୍ଚୟ ଏଇ ଖଟାଖିଆ ଭିଡ଼ିଓ। ଆଉ ଏଗୁଡ଼ା ସବୁ ହେଉଛି ଆମର ଆନନ୍ଦବନର ଭିଡ଼ିଓ। ଆନନ୍ଦବନରେ ମୋର ଗୋଟେ କାମ କରିବାର ଲକ୍ଷ୍ୟ ଅଛି। ସେଇ କାମ ସରିଲେ ଯାଇ ମୁଁ ଟୋଟାଲ ଭିଡ଼ିଓଟି ଦେଖେଇବି ବୋଲି ଆପଣମାନଙ୍କୁ ଭିଡ଼ିଓ ଦେଖେଇ ନଥିଲି। ଆଉ ସେଇଥିପାଇଁ ସବୁ ଏମିତି ସେମିତି କରି କହିଦେଲି। କେମିତି ଲାଗିଲା